ଅଫିସଟେ ଆମ ପାଖରେ ଅଛି ସେ ଅନ୍ୟ ଆଡ଼େ ସ୍ଥାନାନ୍ତରିତ ହେବାକୁ ଯାଉଛି। ଆମେ ବି ଖବର ଗଣମାଧ୍ୟମ ଜରିଆରେ ପାଇଛୁ ଏବଂ ନିଶ୍ଚୟ ଆମେ ଆମ ସରକାର ଯେମିତି ନ ଯିବ ସେଥିପାଇଁ ପ୍ରଚେଷ୍ଟା କରିବେ ଏବଂ ଏବଂ ଆମେ ବି ଚାହୁଁଛୁ ଯେ ସେ ଅଫିସ ଏଇ ଆମ ଓଡ଼ିଶାରେ ରହୁ। ନିଶ୍ଚୟ 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 ଜଣେଇବୁ ଯେ ଏଇଟା ଆମର କ'ଣ ଅସୁବିଧା ହେଉଛି ଆମକୁ ରିଜନ୍ ଦିଅନ୍ତୁ ଆଉ ନିଅନ୍ତୁ କ୍ଷତି ହଁ ଆଉ ଆମେ ବି ରାଜସ୍ୱ ହରାଇବୁ ନିଶ୍ଚୟ ଆମ ଇଣ୍ଟରେଷ୍ଟରେ ଆମେ କହିବୁ ନିଶ୍ଚୟ 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 ଆଜ୍ଞା କେନ୍ଦ୍ର ସରକାର ଆମର ରାଜ୍ୟ ସରକାର କେନ୍ଦ୍ର ସରକାର ମାନେ ଗୋଟିଏ ଓଡ଼ିଶା ସରକାର ଚାହୁଁଛନ୍ତି ସରକାର ଓଡ଼ିଶା ସରକାର ଚାହୁଁଛନ୍ତି ଭାରତ ସରକାର ବି ଚାହୁଁଛନ୍ତି କେମିତି ଓଡ଼ିଶା ଆଗକୁ ଯିବ। ଆପଣଙ୍କ ହାତରେ ଏବେ ଗଞ୍ଜାମ ଜିଲ୍ଲାର ଭାଗ୍ୟ ଯୋଜନା ପ୍ରସ୍ତୁତ କରିବେ ହଁ ନିଶ୍ଚିତ କ'ଣ ହବ କେମିତି ଯୋଜନା କରିବେ କୁଆଡ଼େ ଆଗକୁ ଏଇଟା ହେଲା ଓଡ଼ିଶାର ସବୁଠୁ ବଡ଼ ଜିଲ୍ଲା ଯେଉଁଟାକି 13ଟା MLA ସେଗମେଣ୍ଟ ଅଛି ଆଉ ମୋତେ ଦଳ ସରକାର ମୋତେ ଦେଇଛନ୍ତି କିଛି ଲକ୍ଷ୍ୟ ଅଛି ତାଙ୍କର ଯେ ଭଲ କେମିତି ହେବ ଆଉ ଆପଣମାନେ ଜାଣିଛନ୍ତି ମୋର 27 ବର୍ଷର ଅଭିଜ୍ଞତା ଅଛି ପବ୍ଲିକ ସେକ୍ଟର ମୁଁ ଗୋଟେ ୟୁନିଟ୍ର HR ହେଡ୍ ଥିଲି ଜିଜାଣ୍ଟିକ୍ ନ୍ୟାସନାଲ୍ ଆଲମଣ୍ଡ କମ୍ପାନୀ ଲିମିଟେଡ଼ର ତା ପୂର୍ବରୁ ବି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶାରେ ଚାକିରି କରୁଥିଲି ଲେବର ଅଫିସର ଥିଲି ସୋ ମୋର ଯାହା ଅଭିଜ୍ଞତା ଅଛି ବାକି ମୁଁ ଯେଉଁ ଅଭିଜ୍ଞ ଲୋକ ଅଛନ୍ତି ସେମାନଙ୍କ ସହିତ ମିଶି ସେମାନଙ୍କୁ ଅନୁରୋଧ କରି କ'ଣ କଲେ ଭଲ ହେବ ତାକୁ ମୁଁ ଯୋଜନା ପ୍ରସ୍ତୁତ କରି ଆଗକୁ ଚାଲିବି। ଜିଲ୍ଲା ଯୋଜନା କମିଟି ମିଳିଲା ମନ୍ତ୍ରୀପଦ ଆଶା ଗଲା ନାଇଁ ସେଇଟା ଶୁଣନ୍ତୁ ମନ୍ତ୍ରୀପଦ ଅଲଗା ଜିଲ୍ଲା ଯୋଜନା ବୋର୍ଡ ଅଲଗା ଏମିତି ନାହିଁ ଯେ ମନ୍ତ୍ରୀ ହେଇକରି ଜିଲ୍ଲା ଯୋଜନା ବୋର୍ଡ ହେଇନାହାନ୍ତି ବା ଜିଲ୍ଲା ଯୋଜନା ବୋର୍ଡ ହେଇକରି ମନ୍ତ୍ରୀ ହେଇନାହାନ୍ତି କିଏ ଜାଣିଛି ଆଜ୍ଞା ଜଗନ୍ନାଥ କାହା ପାଇଁ କେତେବେଳେ କ'ଣ ମୁଁ ଦେଖନ୍ତୁ ମୁଁ ଏଇ ଯୋଜନା ବୋର୍ଡ ପାଇଁ ବି ମୁଁ କାହାକୁ କହିନଥିଲି ଆମର ଦଳ ବା ସରକାର ଜାଣୁଛନ୍ତି ଯେ କାହାର କେତେ ପୋଟେନ୍ସିଆଲିଟି ଅଛି ସେଇ ଅନୁସାରେ ସେମାନେ ତାକୁ ଚୟନ କରୁଛନ୍ତି ମୁଁ କାହାକୁ କହିନଥିଲି କିନ୍ତୁ ମୁଁ ଧନ୍ୟବାଦ ଦେବି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ।